ଶ୍ରୋତାବନ୍ଧୁମାନଙ୍କୁ ଅନୁରଣକୁ ସ୍ୱାଗତ। ନମସ୍କାର। ଆଜି ଆମେ ଆମ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଗଳ୍ପ ସ୍ୱଳ୍ପ ସଂକଳନରୁ ଗୋଟେ ବହୁ ଜଣାଶୁଣା ଗଳ୍ପ ମୌନା ମୌନି ବିଷୟରେ କଥା ହେବା। ହଁ, ଏକ ବହୁତ ଚମତ୍କାର ଗଳ୍ପ। ତା ଭିତରେ ଯୋଉ କାହାଣୀ ଅଛି ଏକଦମ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଆମର ସେ ଶ୍ରୋତାମାନଙ୍କୁ ବହୁତ ବହୁତ ଧନ୍ୟବାଦ ଯେଉଁମାନେ ଆମକୁ କିଛି ଆର୍ଥିକ ସହାୟତା ଦେଇଛନ୍ତି। ହଁ, ସେମାନଙ୍କର ସମର୍ଥନ ଆମ ପାଇଁ ବହୁତ ମୂଲ୍ୟବାନ। ଆପଣମାନେ ବି ଯଦି ଚାହିଁବେ ଆମର ଓଡ଼ିଆ ପଡକାଷ୍ଟ ଚ୍ୟାନେଲ ଅନୁରଣକୁ ସାହାଯ୍ୟ କରିପାରିବେ। ଦେଖନ୍ତୁ, ସ୍କ୍ରିନରେ ଗୋଟେ QR କୋଡ୍ ଅଛି। ହଁ, ତାକୁ ସ୍କାନ୍ କରି ଆପଣ ଯତ୍କିଞ୍ଚିତ ସହାୟତା ରାଶି ପଠାଇ ପାରିବେ। ଆମ ପାଇଁ ସେଇଟା ବହୁତ ବଡ଼ ସାହାଯ୍ୟ ହେବ। କିମ୍ବା ଆମ କାର୍ଯ୍ୟକ୍ରମକୁ ବେଶୀରୁ ବେଶୀ ଲୋକଙ୍କ ପାଖରେ ପହଞ୍ଚାନ୍ତୁ, ସେୟାର କରନ୍ତୁ। ହଁ, ସେଇଟା ବି ଗୋଟେ ବଡ଼ ସାହାଯ୍ୟ। ତେବେ ଆଜିର ଗଳ୍ପ ମୌନା ମୌନି। ଏଥିରେ ଏମିତି ଧର୍ମ ନାଁରେ କେମିତି ଗୋଟେ ବଡ଼ ଧରଣର ଛଳନା ଆଉ ଅପରାଧ ବି ଚାଲିଥିଲା, ତାର କାହାଣୀ। ହଁ, କେମିତି ଗୋଟେ ପବିତ୍ର ଜାଗାକୁ ଅପରାଧୀମାନେ ଆଡ୍ଡା ବନେଇଥିଲେ। ଶେଷ ପର୍ଯ୍ୟନ୍ତ ଶୁଣିଲେ ପୁରା ରହସ୍ୟଟା ଜଣାପଡ଼ିବ। ଆଉ ଆଗାମୀ ଆଲୋଚନା ବିଷୟରେ ବି ଆମେ ଶେଷରେ କହିବୁ। ଠିକ୍ ଅଛି। ତାହେଲେ ଚାଲନ୍ତୁ ଆମେ ସମୟ ଯନ୍ତ୍ରରେ ବସିଲା ପରି ପଛକୁ ଯିବା। କେତେ ବର୍ଷ ତଳର କଥା, 100-150 ବର୍ଷ ତଳର ଖଣ୍ଡଗିରି। ହଁ, ଆଜିକା ଖଣ୍ଡଗିରି ନୁହେଁ। ସେତେବେଳେ ତ ପୁରା ଘଞ୍ଚ ଜଙ୍ଗଲ, ବୁଦା ବଣ। କିନ୍ତୁ ସେଇ ଗୁମ୍ଫାଗୁଡ଼ିକ ଆଉ ତା ଆଖପାଖ ଜାଗା, ସେସବୁ ପରିଷ୍କାର ଥିଲା। କାହିଁକି ନା ସେଠି ସାଧୁ ସନ୍ନ୍ୟାସୀମାନେ ରହୁଥିଲେ। ଅନେକ ଗୁମ୍ଫାରେ, ଗଛମୂଳେ, ସବୁଠି ଆଶ୍ରମ ଭଳି ପରିପୂର୍ଣ୍ଣ ଥିଲା ଜାଗାଟା। କେତେ ପ୍ରକାର ସାଧୁ ଥିଲେ ସେତେବେଳେ? ବହୁତ ପ୍ରକାର। କିଏ କୌପିନ ପିନ୍ଧିଛନ୍ତି, ଦେହସାରା ପାଉଁଶ ବୋଳି ହେଉଛନ୍ତି, ଧୂନି ଜାଳି ବସିଛନ୍ତି। ଆଉ କିଏ ଗେରୁଆ ବସ୍ତ୍ର ପିନ୍ଧି ମାଳି ଧରି ଧ୍ୟାନ କରୁଛନ୍ତି। ଆଚ୍ଛା। ନାଗା ସାଧୁ, ରାମାହୁତ, ସନ୍ନ୍ୟାସୀ, ମାନେ ଅନେକ ସମ୍ପ୍ରଦାୟର। କିଛିଦିନ ରହୁଥିଲେ, ପୁଣି ଚାଲି ଯାଉଥିଲେ। ନୂଆ ସାଧୁ ଆସୁଥିଲେ। ଆଉ ସେମାନଙ୍କ କାମ କ'ଣ କରୁଥିଲେ ସେମାନେ? ସେ ବି ଭିନ୍ନ ଭିନ୍ନ। କିଏ ଆଖି ବୁଜି ଧ୍ୟାନରେ ମଗ୍ନ, କିଏ ମାଳି ଜପି ଜପି ଭଜନ ଗାଉଛନ୍ତି, କିଏ ଶାସ୍ତ୍ର ପଢ଼ୁଛନ୍ତି। ଆଉ କିଛି? ଆଉ କିଛି ଗଞ୍ଜେଇ ତିଆରି କରିବାରେ ଆଉ ଟାଣିବାରେ ବ୍ୟସ୍ତ। ଗୋଟେ ପଟେ ପବିତ୍ରତା, ଆରପଟେ ରହସ୍ୟ। ଏମିତି ମିଶାମିଶି ବାତାବରଣ। ଆଉ ଏକ ସ୍ୱତନ୍ତ୍ର ଦଳ ବି ଥିଲେ ଶୁଣିଛି, ଜମାଉତ ସାଧୁ। ଓହୋ, ହଁ, ଜମାଉତ ସାଧୁ। ସେମାନେ କେବେ କେବେ ଆସୁଥିଲେ, ଆଉ ଆସିଲେ ଜଣେ ଦିଜଣ ନୁହେଁ, ପୁରା ଦଳ ବାନ୍ଧି। କେତେ ସଂଖ୍ୟାରେ? ବେଳେବେଳେ 1000 ଯାଇ ବି ହେଇଯାଆନ୍ତି। ସାଙ୍ଗରେ ଓଟ, ଘୋଡ଼ା, ଏମିତିକି ହାତୀ ବି ଥାଏ। ବାପରେ! ତାଙ୍କର ଜଣେ ମହନ୍ତ ବାବା ନେତା ଥାଆନ୍ତି। ସେମାନେ ରାଜା, ଜମିଦାରଙ୍କ ପାଖକୁ ଯାଇ ପଇସା ଆଦାୟ କରନ୍ତି। ଆଉ ଗାଁ ଲୋକଙ୍କ ଉପରେ ବି କିଛି ଜୁଲୁମ କରୁଥିଲେ ବୋଲି ଶୁଣାଯାଏ। ହଁ, କିଛି କିଛି। ଧମକ ଚମକ ଦେଇ ସିଧା ସାମଗ୍ରୀ ମାଗିବା। ଧୂନି ପାଇଁ କାଠ ଦରକାର ହେଲେ କୁହନ୍ତି ଯେ ଗରିବ ଲୋକର ଘର ଖୁଣ୍ଟି ବି ଉପାଡ଼ି ନେଇଯାଆନ୍ତି। ବଡ଼ ଭୟଙ୍କର କଥା। ଅବଶ୍ୟ ସବୁ ଜମାଉତ ସେମିତି ନଥିଲେ, କିନ୍ତୁ ଧର୍ମ ନାଁରେ ଏମିତି ଶୋଷଣ ବି ସେତେବେଳେ ଚାଲିଥିଲା। ଏ ଯୋଉ ପରିବେଶ କଥା ଆମେ କହୁଥିଲେ ଖଣ୍ଡଗିରିର, ସେଇଠି ଆସୁଛନ୍ତି ଆମ ଗଳ୍ପର ମୁଖ୍ୟ ଚରିତ୍ର। ହଁ, ପ୍ରସିଦ୍ଧ ହାତୀ ଗୁମ୍ଫା। ତା ସାମ୍ନାରେ ଜଣେ ବେଶ୍ ପ୍ରଭାବଶାଳୀ ମହନ୍ତ ମହାରାଜ ଧୂନି ଜାଳି ବସିଥାନ୍ତି। ତାଙ୍କ ନାଁ? ମହନ୍ତ ମହାବୀର ଦାସ। ଆଚ୍ଛା, ତାଙ୍କ ଆଶ୍ରମର ଠାଣି କିନ୍ତୁ ପୁରା ଅଲଗା ଥିଲା, ନୁହେଁ? ଏକଦମ। ଧୂନିର ଆରପଟେ ଗୋଟେ ଛୋଟ ସିଂହାସନ, ତା ଉପରେ ମହାବୀର ହନୁମାନଙ୍କ ମୂର୍ତ୍ତି। କେମିତିକା ମୂର୍ତ୍ତି? ସୁନା, ରୂପା, ଅଳଙ୍କାରରେ ପୁରା ସଜା ହେଇଛି। ପାଖରେ ପିତ୍ତଳର ବାସନକୁସନ, ଥାଳି, ଗିନା ସବୁ ଚକଚକ୍ କରୁଛି। ଆଉ ଭୋଗ? ଆରେ ବାଃ! ସକାଳେ ମୋହନ ଭୋଗ, ସନ୍ଧ୍ୟାରେ ପକ୍କା ଭୋଗ। ପୁରୀ, କଚୁରୀ, କ୍ଷୀରି, ଖେଚୁଡ଼ି। ଓହୋ, ଏତେ ଆୟୋଜନ, ଏତେ ଖର୍ଚ୍ଚ, କିନ୍ତୁ ମହନ୍ତ ତ କାହାକୁ ପଇସା ମାଗୁନଥିଲେ। ସେଇଟା ତ ସବୁଠୁ ବଡ଼ କଥା। କାହାକୁ ପାହୁଲାଟିଏ ମାଗନ୍ତିନି। ତେବେ ଏତେ ଖର୍ଚ୍ଚ ଚଢ଼ୁଥିଲା କେମିତି? ସେଇଠି ତ ରହସ୍ୟ, ସେଇ ଧୂନିର ରହସ୍ୟ। ହଁ, ଲୋକଙ୍କ ଭିତରେ ପୁରା ପ୍ରଚାର ଥିଲା। ଏମିତିକି କିଛି ଲୋକ କହୁଥିଲେ ଯେ ନିଜେ ଦେଖିଛନ୍ତି ବୋଲି। କ'ଣ ଦେଖିଛନ୍ତି? ଯେ ପ୍ରତିଦିନ ସେବା ପାଇଁ ଯେତିକି ଦରକାର, ମାନେ ଖର୍ଚ୍ଚ ପାଇଁ, ଠିକ୍ ସେତିକି ସୁନା କିମ୍ବା ରୂପା ସେଇ ଧୂନି ପାଉଁଶରୁ ବାହାରୁଛି। ଆଁ, ସତରେ? ଲୋକଙ୍କର ସେଇଆ ବିଶ୍ୱାସ। ଭୁବନେଶ୍ୱରରୁ ବଣିଆ ଆସନ୍ତି, ବିନା ଦରଦାମରେ ସେ ସୁନା ରୂପା କିଣି ନେଇଯାଆନ୍ତି। ଆଉ ମହନ୍ତ କ'ଣ କହନ୍ତି? ମହନ୍ତ କୋଡ଼େ କହନ୍ତି, ଦେଉ କା ମାଲ ଦେଉ ଦିଆ, ଦେଉତା କା ସେବା ତୁମାରି ଧରମ। ମାନେ ଏ ଜିନିଷ ଦେଉତାଙ୍କର, ଦେଉତା ଦେଇଛନ୍ତି, ତାଙ୍କ ସେବାରେ ହିଁ ଲାଗିବ,
ତୁମ ଧର୍ମ ତୁମେ ଜାଣ, ତୁମେ କିଣି ଦଉଛ। ଆଉ ଗୋଟେ ଅଜବ ନିୟମ ବି ଥିଲା, ଶୁଣିଛି। ହଁ, ଯାହା ବି ସେ ଧୁନିରୁ ବାହାରିବ ସେଇଦିନ ହିଁ ଖର୍ଚ୍ଚ କରିବାକୁ ପଡ଼ିବ, ବାସି ରଖିଲେ ଚଳିବନି। ବା, କି ବିଚିତ୍ର କଥା। ଏଇ ଯୋଉ ଚମତ୍କାର କଥାଟା, ସେଇଟା ହିଁ ମହନ୍ତଙ୍କ ପ୍ରତିଷ୍ଠାର ମୂଳଦୁଆ ଥିଲା। ଏକଦମ। କିନ୍ତୁ ଫକୀରମୋହନ ପେଇଠି ଇଙ୍ଗିତ ଦଉଛନ୍ତି ଯେ ଏଇ ଧର୍ମର ଆବରଣ ତଳେ କିଛି ଗୋଟେ ଗୋଲମାଲ ଅଛି। ହଁ, ଆଉ ଖାଲି ଭୋଗ ରାଗ ନୁହେଁ, ଆଉ କଣ ସବୁ ଚାଲିଥିଲା? ଦିନକୁ ଅଧସେର ଗଞ୍ଜେଇ ବି ଖର୍ଚ୍ଚ ହେଉଥିଲା। ବାହାପରେ। ଆଉ ରାତିରେ କେହି କେହି କୁଆଡ଼େ ଦେଖିଛନ୍ତି ମହନ୍ତଙ୍କ ପାଖରେ କାଚ ବୋତଲ ଥାଏ। କାଚ ବୋତଲ? ସେଥିରେ କଣ? ଲୋକେ କହନ୍ତି ଗଙ୍ଗାଜଳ। ମହନ୍ତ ଆଉ ତାଙ୍କର କିଛି ଖାସ୍ ଚେଲା ସେଇଟାକୁ ଟିକେ ଟିକେ ସେବା କରନ୍ତି। ଓହୋ, ବୁଝିଲି। ସେ ଗଙ୍ଗାଜଳ କଣ? ଆଉ ଗୋଟେ ବଡ଼ ଗୁମ୍ଫା ବି ଥିଲା, ସେଠି ଜିନିଷପତ୍ର ସବୁ ରହୁଥିଲା। ସେଠିକି କିଏ ଯାଇ ପଡ଼ିଥିଲେ? ଆଉ କାହାରିକୁ ବି ଯିବା ମନା। ଏସବୁ କଥା ରହସ୍ୟକୁ ଆହୁରି ବଢ଼ଉଥିଲା। ଆଚ୍ଛା, ଆଉ ମହନ୍ତ ମହାବୀର ଦାସ ଦେଖିବାକୁ କେମିତି ଥିଲେ? ଓଃ, ଭୟଙ୍କର ଚେହେରା, ଡେଙ୍ଗା ବଳିଷ୍ଠ ଶରୀର, ମୁଣ୍ଡରେ ଜଟାଭାର, ଏମିତି ଗୁଡ଼େଇ ହେଇଛି ଯେମିତି ସାପ। ଆଉ ଆଖି? ଗଞ୍ଜେଇ ଟାଣି ଟାଣି ଆଖି ଦିଟା ପୁରା ମନ୍ଦାର ଫୁଲ ପରି ଲାଲ। ଆଉ ଚାହାଣୀ ଏତେ ତୀକ୍ଷ୍ଣ, ଏତେ ଭୟଙ୍କର ଯେ ନୂଆ ଲୋକ ତାଙ୍କୁ ଚାହିଁଲେ ଡରିଯିବ। ବୟସ କେତେ ହେଇଥିବ? ଦେଖିଲେ ଲାଗୁଥିଲା 50 ପାଖାପାଖି ହେବ, କିନ୍ତୁ ଚେଲାମାନେ କଣ କହୁଥିଲେ ଜାଣିଛନ୍ତି? କଣ? 250 ବର୍ଷ ବୟସ। 250 ବର୍ଷ? ହଁ, ଲେଖକ ଏଠି ଟିକେ ମଜାକ କରିଛନ୍ତି। ସେତେବେଳେ କିଛି ସାଧୁ ନିଜ ମହିମା ବଢ଼ାଇବାକୁ ଏମିତି ବୟସ ବଢ଼େଇ କହୁଥିଲେ। ହଁ, ସେ ବାଲେଶ୍ୱରର ଦୁଧପିଆ ବାବାଜୀଙ୍କ କଥା ଲେଖିଛନ୍ତି। ଏକଦମ। ସିଏ କହୁଥିଲେ ପୁରୀ ମନ୍ଦିର ତିଆରି ବେଳେ ସେ ଥିଲେ, ହେଲେ ଦେଖିବାକୁ 60 ବର୍ଷର ବୁଢ଼ା। ଶେଷରେ ସାଧୁ ବେଶ ଛାଡ଼ି ଘର ସଂସାର କଲେ। ତ ଏଇଟା ଗୋଟେ ଚାଲ ଥିଲା। ବୁଝିଲି। ଆଚ୍ଛା, ମହନ୍ତଙ୍କର ଚେଲା କେତେ ଜଣ ଥିଲେ? ପ୍ରାୟ 25 ଜଣ। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା କଣ କି ନା, କଣ? ସମସ୍ତେ ଦେଖିବାକୁ ପ୍ରାୟ ଏକା ବୟସର, ଏକା ଭଳି ଚେହେରା, ବଳିଷ୍ଠ। ଲେଖକ କହିଛନ୍ତି 12 ପରି। ଓହୋ। ମୁଣ୍ଡରେ ଛୋଟ ଛୋଟ କଟା ବାଳ, ଛୋଟ ଦାଢ଼ି, ଦେହରେ ଗେରୁଆ ରଙ୍ଗର ଅଙ୍ଗା ବା କୁର୍ତ୍ତା। ଆଉ କଥାବାର୍ତ୍ତା? ପୁରା କର୍କଶ। ଚାହାଣୀ ବି ସେମିତି ଟିକେ ଭୟ ଜନ୍ମଉଥିଲା। ଆଉ ଭାଷା ମିଶାମିଶି ହିନ୍ଦୀ ବଙ୍ଗଳା। ଓଡ଼ିଆ ନୁହେଁ? ନା, ସେମାନେ ଭଜନ କୀର୍ତ୍ତନରେ କମ୍, କିନ୍ତୁ ଗଞ୍ଜେଇ ତିଆରି କରିବାରେ ଆଉ ରୋଷେଇବାସ, ପଙ୍ଗତ ବସେଇବାରେ ବେଶୀ ବ୍ୟସ୍ତ। ଆଉ ମହନ୍ତଙ୍କ ପ୍ରତି ପୁରା ଅଗାଧ ଭକ୍ତି, ଅନୁଗତ୍ୟ। ସେମାନଙ୍କ ଭିତରେ ଗୋଟେ ଅଲଗା ପ୍ରକାର ଶୃଙ୍ଖଳା ଥିଲା ପରି ଲାଗୁଥିଲା। ଏମାନଙ୍କ ଛଡ଼ା ଆଉ ଏକ ଯୋଡ଼ି ବି ଥିଲେ ନା, ଯେଉଁମାନେ ଆହୁରି ରହସ୍ୟମୟ। ହଁ, ସେମାନେ ତ ଆମ ଗଳ୍ପର ନାଁ ସହିତ ଜଡ଼ିତ। ମୌନା ବାବାଜୀ ଓ ମୌନି ମାତା। ସେମାନେ କୋଉଠି ରହୁଥିଲେ? ହାତୀଗୁମ୍ଫା ପାଖରେ ଗୋଟେ ଛୋଟ ଗୁମ୍ଫା ଥିଲା, ସେଇଠି। ମୌନା ବାବାଜୀ ଦେଖିବାକୁ କେମିତି? ବେଶ୍ ସୁନ୍ଦର, ସୁସ୍ଥ ଚେହେରା। ବୟସ ବି ବେଶୀ ନୁହେଁ, 30-32 ହବ। କିନ୍ତୁ ତାଙ୍କର ଆଖିରେ ସବୁବେଳେ ଗୋଟେ ଅଝମକାର ଆଉ ଚମକି ପଡ଼ିଲା ଭଳି ଭାବ। ଲେଖକ କହୁଛନ୍ତି ଯେମିତି ଶିକାରୀକୁ ଦେଖି ହରିଣ ଛାନିଆ ହେଇଯାଏ। ଆଚ୍ଛା, ଆଉ ମୌନି ମାତା, ତାଙ୍କୁ କେହି ଦେଖିଥିଲେ? ନା, ସେ କୁଆଡ଼େ କେବେ ଗୁମ୍ଫା ବାହାରକୁ ଆସନ୍ତିନି। ସବୁବେଳେ ଭିତରେ, ଦେହକୁ ପୁରା ଲୁଗାରେ ଘୋଡ଼େଇକି ରଖନ୍ତି। ତେବେ ତାଙ୍କ ରୂପ ବିଷୟରେ ଲୋକେ ଜାଣିଲେ କେମିତି? କେହି କେହି ବୋଧେ କେବେ ତାଙ୍କର ପିଠି ପଟରୁ ଲମ୍ବା, ଘନ କଳା ବାଳ ଦେଖିଛନ୍ତି, କିମ୍ବା ତାଙ୍କର ସରୁ ଅଣ୍ଟା ଆଉ ସୁନ୍ଦର ଗୋଡ଼ର ଗଠନ। ସେଇଥିରୁ ଲୋକେ ଅନୁମାନ କରୁଥିଲେ ଯେ ସେ ନିଶ୍ଚୟ ବହୁତ ସୁନ୍ଦରୀ ଆଉ କମ୍ ବୟସରେ ହେଇଥିବେ। ଏ ଦୁହେଁ କାହା ସହିତ କଥାବାର୍ତ୍ତା କରୁନଥିଲେ କି? ନା, ବିଲକୁଲ ନୁହେଁ। ସେଥିପାଇଁ ତ ଲୋକେ ତାଙ୍କୁ ମୌନା ବାବାଜୀ ଆଉ ମୌନି ମାତା ନାଁ ଦେଇଥିଲେ। ଆଉ ଗୋଟେ ଆଶ୍ଚର୍ଯ୍ୟ କଥା। କଣ? ମହନ୍ତ ମହାବୀର ଦାସ ନିଜେ ଏ ଦୁହିଁଙ୍କ ପାଇଁ ସବୁ ଦରକାରୀ ଜିନିଷପତ୍ର ଯୋଗାଡ଼ କରିଦେଉଥିଲେ। ହଁ, ଏ ସମ୍ପର୍କଟା ବି ବଡ଼ ଅଜବ ଥିଲା। କାହିଁକି ମହନ୍ତ ଏମାନଙ୍କର ଏତେ ଯତ୍ନ ନେଉଥିଲେ? ଏତିକିବେଳେ ଆଉ 2 ଜଣ ଚରିତ୍ର ଆସୁଛନ୍ତି କାହାଣୀକୁ। କିଏ ସେମାନେ? ସାଧାରଣତଃ ଯାତ୍ରୀମାନେ ତ ଖଣ୍ଡଗିରି ଦିନେ ଆସି ବୁଲାବୁଲି କରି ସନ୍ଧ୍ୟାକୁ ଫେରିଯାଆନ୍ତି। ହଁ, ସେତେବେଳେ ସିଆ ହିଁ ହେଉଥିଲା। କିନ୍ତୁ ସେହି ସମୟରେ 2 ଜଣ ବଙ୍ଗାଳୀ ଯାତ୍ରୀ, ସେମାନେ କିନ୍ତୁ ଦିନେ 2 ଦିନ ନୁହେଁ, ପ୍ରାୟ ମାସେ ହେଲା ସେଠି ଡେରା ପକେଇ ରହିଥିଲେ। ମାସେ ହେଲା? କାହିଁକି? ସେମାନେ କହୁଥିଲେ ଯେ ତାଙ୍କର କୁଆଡ଼େ ଭୟଙ୍କର ରୋଗ ହେଇଛି, ସେଇଥିପାଇଁ ସାଧୁସନ୍ଥଙ୍କ ସେବା କରି ଆରୋଗ୍ୟ ଲାଭ କରିବାକୁ ଆସିଛନ୍ତି। ଓହୋ, ସେବା କରିବାକୁ? ଆଉ କେମିତି ସେବା? ମହନ୍ତ ବାବା ଆଉ ଅନ୍ୟ ସାଧୁମାନଙ୍କ ପାଇଁ ନିଜ ପଇସା ଖର୍ଚ୍ଚ କରି ଭୁବନେଶ୍ୱର, ଏମିତିକି ପୁରୀ ଯାଇ ଭଲ ଜାତିର ଜଟାବାଲା ଗଞ୍ଜେଇ କିଣି ଆଣୁଥିଲେ। ଆଚ୍ଛା।
ନିଜ ପଇସାରେ? ହଁ, ଏପରିକି ସେଇ ମୋନା ବାବାଜୀ ଆଉ ମାତାଙ୍କ ପ୍ରତି ବି ସେମାନଙ୍କର ଭାରି ଭକ୍ତି। ସେମାନେ ତ କଥା କହୁନଥିଲେ। ନା, କିନ୍ତୁ ଏ 2 ଜଣ ବଙ୍ଗାଳୀ ଯାତ୍ରୀ ଯାଇ ତାଙ୍କ ଗୁମ୍ଫା ଦୁଆରେ ଅପେକ୍ଷା କରନ୍ତି। ଭଲ ଭଲ ମିଠା ଫଳମୂଳ ନେଇକି ଯାଆନ୍ତି। ସେମାନେ ଗ୍ରହଣ କଲେ ତ ଭଲ, ନହେଲେ ଦ୍ୱାର ମୁହଁରେ ରଖି ଦଣ୍ଡବତ କରି ଫେରି ଆସନ୍ତି। ଏତେ ଦିନ ରହିବା, ଏତେ ସେବା କରିବା, ଏତେ ଖର୍ଚ୍ଚ କରିବା, କିଛି ଗୋଟେ ଅଲଗା ଲାଗୁନି? ହଁ, ବହୁତ ଅସ୍ୱାଭାବିକ। ସତେ ଯେମିତି ସେମାନେ କିଛି ଗୋଟେ ଖୋଜୁଛନ୍ତି ବା କୌଣସି ସୁଯୋଗକୁ ଅପେକ୍ଷା କରୁଛନ୍ତି। ଆଉ ତାପରେ ସେ ସୁଯୋଗ ଆସିଲା। ଦିନେ ସକାଳୁ ଖଣ୍ଡଗିରିରେ ହଠାତ୍ ହଇଚଇ। କ'ଣ ହେଲା? ପୁରୀ ଜିଲ୍ଲାର ମାଜିଷ୍ଟ୍ରେଟ ସାହେବ ନିଜେ ଆସି ପହଞ୍ଚିଗଲେ। ସାଙ୍ଗରେ ପୁରା ଦଳବଳ। ବାପରେ, ମାଜିଷ୍ଟ୍ରେଟ ନିଜେ? ହଁ, ରାତି ପାହିନି ଖଣ୍ଡଗିରି ସାମ୍ନାରେ ବଡ଼ ତମ୍ବୁ ପଡ଼ିସାରିଲାଣି। କଚେରୀ ବସିଗଲାଣି। ଆଉ କିଏ କିଏ ଥିଲେ? 4 ଜଣ ପୁଲିସ ଦାରୋଗା, 8 ଜଣ ମୁନ୍ସି ବା କିରାଣୀ, ବହୁତ ଜମାଦାର, 100 ପାଖାପାଖି ବରକନ୍ଦାଜ ମାନେ ସିପାହୀ ବା ପିଅନ ଭଳି, ଆଉ ଶହ ଶହ ଠେଙ୍ଗାଧାରୀ ଚୌକିଦାର। ଓହୋ, ପୁରା ବନ୍ଦୋବସ୍ତ। ପୁରା ଖଣ୍ଡଗିରିକୁ ଚାରିପଟୁ ପୁଲିସ ଘେରିଗଲେ। କାହାରିକୁ ବାହାରକୁ ଯିବାକୁ ବାଟ ନାହିଁ। ତାପରେ? ସବୁ ସାଧୁ ସନ୍ନ୍ୟାସୀଙ୍କୁ ଧରି ଅଣାଗଲା। ମାଜିଷ୍ଟ୍ରେଟଙ୍କ ତମ୍ବୁ ଆଗରେ ହାଜର କରାଗଲା। ଦିନସାରା ତାହେଲେ ଜେରା ଚାଲିଲା? ହଁ, ଦିନସାରା ତଦନ୍ତ, ପଚାରଉଚାରା, ଆଉ ଅପରାହ୍ନ ବେଳକୁ ଫଳାଫଳ ବାହାରିଲା। କ'ଣ ହେଲା? ସେଇ ଯୋଉ 2 ଜଣ ବଙ୍ଗାଳୀ ଭକ୍ତ ଥିଲେ ନା, ହଁ, ସେମାନଙ୍କ ସୂଚନା ଅନୁସାରେ ମହନ୍ତ ମହାବୀର ଦାସ, ତାଙ୍କର ସେଇ 25 ଜଣ ବଳିଷ୍ଠ ଚେଲା ଆଉ ଅନ୍ୟ 10 ଜଣ ସନ୍ଦିଗ୍ଧ ସାଧୁ, କ'ଣ ହେଲା ତାଙ୍କର? ସମସ୍ତଙ୍କ ହାତରେ ହାତକଡ଼ି ପଡ଼ିଗଲା। ବାପରେ, ଆଉ ମୌନା ବାବାଜୀ? ତାଙ୍କୁ ବି ଗିରଫ କରାଗଲା। ମୌନି ମାତାଙ୍କୁ ପୋଲିସ ନିଜ ହେପାଜତକୁ ନେଲେ। ଆଉ ସେଇ ଯୋଉ ରହସ୍ୟମୟ ଗୁମ୍ଫା ଥିଲା ମହନ୍ତଙ୍କର, ଆଉ ମୌନା ବାବାଜୀଙ୍କ ଗୁମ୍ଫା? ସେ ସବୁ ଖୋଳା ହେଲା। ଆଉ ସେଥିରୁ ବାହାରିଲା ବିପୁଳ ପରିମାଣର ସୁନା, ରୂପା, ଅଳଙ୍କାର, ଦାମୀ ଦାମୀ ପାଟୁଳୁଗା, ଶାଲ, ଆହୁରି କେତେ କ'ଣ ମୂଲ୍ୟବାନ ଜିନିଷ। ତାହେଲେ ଧୋନିରୁ ସୁନା ବାହାରୁ ନଥିଲା? ନା, ସେସବୁ ଏଇଠି ଲୁଚା ଯାଇଥିଲା। ଆହୁରି ବହୁତ ସାଧୁଙ୍କୁ ବି ଅଟକ ରଖାଗଲା। କୁହନ୍ତି ସେଇଦିନଠୁ ଖଣ୍ଡଗିରି ପ୍ରାୟ ସାଧୁଶୂନ୍ୟ ହୋଇଗଲା। ବଡ଼ ଘଟଣା। ପରଦିନ ସକାଳୁ ସବୁ ବନ୍ଦୀମାନଙ୍କୁ କଡ଼ା ସୁରକ୍ଷାରେ କଲିକତା ପଠେଇ ଦିଆଗଲା। ଆଉ ତାପରେ ଅସଲ କଥା ଜଣାପଡ଼ିଲା? ହଁ, ଆଉ ଯେଉଁ ସତ କଥା ପଦାକୁ ଆସିଲା, ସେଇଟା ଶୁଣିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବା। କ'ଣ ସେ ସତ? ମହନ୍ତ ମହାବୀର ଦାସ ପ୍ରକୃତରେ କିଏ ଥିଲେ? ସେ ଆଉ କେହି ନୁହନ୍ତି, ସେ ଥିଲେ ବଙ୍ଗଳାର କୁଖ୍ୟାତ ଡକାୟତ ସର୍ଦ୍ଦାର ଜଗାଗୁଆଲା। ଓହୋ, ଜଗାଗୁଆଲା। ଆଉ ତାଙ୍କ ଚେଲାମାନେ? ସେମାନେ ଥିଲେ ତା ଡକାୟତ ଦଳର ସଦସ୍ୟ। ସେଇଥିପାଇଁ ସମସ୍ତେ ଏକା ବୟସର, ବଳୁଆ ଆଉ ସେମିତି କର୍କଶ। ବୁଝିଲି। ଆଉ ଯୋଉ 10 ଜଣ ସାଧୁ ଧରାପଡ଼ିଥିଲେ? ସେମାନେ ବିଭିନ୍ନ ଜିଲ୍ଲାର ଫେରାରୀ ଆସାମୀ। କିଏ ଚୋର, କିଏ ଠକ୍, ସାଧୁ ବେଶରେ ଏଠି ଆସି ଲୁଚିଥିଲେ। ବାପରେ, ପୁରା ଅପରାଧୀଙ୍କ ଅଡ୍ଡା। ଆଉ ଆମ ମୌନା ବାବାଜୀ, ସେ କିଏ ଥିଲେ? ସେ ଥିଲେ କଲିକତାର ଜଣେ ବହୁତ ବଡ଼ ଧନୀ ଲୋକଙ୍କର ଗୁମାସ୍ତା। ଗୁମାସ୍ତା? ଆଉ ମୌନି ମାତା? ସେ ଥିଲେ ସେଇ ଧନୀ ଲୋକଙ୍କ ପରିବାରର ଜଣେ କମ୍ ବୟସର ବିଧବା ବୋହୂ। ତାହେଲେ ସେମାନଙ୍କ ଗୁମ୍ଫାର ଯୋଉ ଅଳଙ୍କାର ସବୁ ମିଳିଥିଲା, ସେଗୁଡ଼ା ସେ ଧନୀ ଲୋକଙ୍କ ଘରୁ ଚୋରି ହେଇଥିଲା। ତେବେ ବୁଧୁଏ ସେ ଗୁମାସ୍ତା ଜଣକ ସେ ବିଧବା ବୋଉକୁ ଫସେଇକି ହଉ ବା ଜୋର ଜବରଦସ୍ତି ହଉ ଅଳଙ୍କାର ସହିତ ନେଇ ପଳେଇ ଆସି ଏଠି ଲୁଚିଥିଲା? ହଁ, ଏମିତି କିଛି ହେଇଥିବ। ଆଉ ମହନ୍ତଙ୍କ ଗୁମ୍ଫାରୁ ଯୋଉ ବାକି ଜିନିଷପତ୍ର ମିଳିଲା, ସେସବୁ ବଙ୍ଗଳାର ବିଭିନ୍ନ ଜାଗାର ହେଇଥିବା ଡକାୟତିର ମାଲ ଥିଲା। ଓହୋ, ପୁରା ଗୋଟେ ବଡ଼ ର୍ୟାକେଟ ଚାଲିଥିଲା ଏଠି। ହଁ। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ? କ'ଣ? ସେଇ 2 ଜଣ ବଙ୍ଗାଳୀ ଭକ୍ତ, ସେମାନେ କିଏ ଥିଲେ? ସେମାନେ କେମିତି ଏସବୁ ଜାଣିଲେ? ହଁ, ସେଇମାନେ ତ ଅସଲ ଖେଳାଳି। ସେମାନେ ପ୍ରକୃତରେ ଭକ୍ତ ନଥିଲେ। ତେବେ? ସେମାନେ ଥିଲେ ସେତେବେଳେ ସରକାରଙ୍କ ଦ୍ୱାରା ଗଠିତ ଠଗି ଆଉ ଡକାୟତି ଦମନ ବିଭାଗର ଗୁପ୍ତଚର, ମାନେ ଡିଟେକ୍ଟିଭ ପୋଲିସ ଅଫିସର। ଆଚ୍ଛା, ସେଇଥିପାଇଁ ସେମାନେ ମାସେ ଧରି ସେଠି ରହିଥିଲେ? ଏକଦମ। ସେମାନଙ୍କର ଏଇ ଛଦ୍ମବେଶ, ଏତେ ଦିନ ଧରି ସାଧୁ ସେବାର ଅଭିନୟ, ଏଇ ନାଟକ କରି ହିଁ ସେମାନେ ପୁରା ଅପରାଧ ଚକ୍ରର ପର୍ଦ୍ଦାଫାଶ କରିପାରିଲେ। ବାଃ, କମାଲ କୌଶଳ ତ। ତେବେ ଏଇ ଥିଲା ଫକୀରମୋହନଙ୍କ ମୌନା ମୌନିର କାହାଣୀ। କେତେ ସୁନ୍ଦର ଭାବରେ ସେ ଦେଖେଇଛନ୍ତି ଦେଖନ୍ତୁ, ଧର୍ମର ପବିତ୍ର ଆବରଣ ତଳେ କେମିତି ଭୟଙ୍କର ଅପରାଧ, କେମିତି ଛଳନା ଲୁଚି ରହିପାରେ। ହଁ,
ଖଣ୍ଡଗିରି ଭଳି ଗୋଟେ ପବିତ୍ର ତୀର୍ଥସ୍ଥାନକୁ ଏ ଅପରାଧୀମାନେ କେମିତି ନିଜର ସୁରକ୍ଷିତ ଆଡ୍ଡା ଭାବରେ ବ୍ୟବହାର କରୁଥିଲେ। ଏଥିରୁ ଗୋଟେ ବହୁତ ବଡ଼ ଶିକ୍ଷା ମିଳୁଛି ଯେ କେବଳ ବାହାରର ରୂପ ଦେଖି, ପୋଷାକ ଦେଖି କିମ୍ବା ମିଠା କଥା ଶୁଣି କାହାକୁ ବିଶ୍ୱାସ କରିଯିବା ଠିକ୍ ନୁହେଁ। ଏକଦମ ଲୋକଙ୍କର ଯୋଉ ଧାର୍ମିକ ଭାବନା, ଯୋଉ ବିଶ୍ୱାସ, ତାକୁ କେମିତି ଚତୁରତାର ସହିତ ଅପବ୍ୟବହାର କରାଯାଇପାରେ, ଏ ଗଳ୍ପଟା ତାର ଗୋଟେ ଜ୍ୱଳନ୍ତ ଉଦାହରଣ। ହଁ, ସେ ମହନ୍ତଙ୍କ ଚମତ୍କାର ଧୁନିରୁ ସୁନା ବାହାରିବା କଥା, ସେ ମୌନା ଦମ୍ପତିଙ୍କ ରହସ୍ୟମୟତା, ସବୁକିଛି ଗୋଟେ ସୁଚିନ୍ତିତ ନାଟକ ଥିଲା, ଲୋକଙ୍କ ଆଖିରେ ଧୂଳି ଦେବା ପାଇଁ। ଆଉ ଏ କାହାଣୀଟା ଖାଲି ସେ ପୁରୁଣା ଯୁଗ ପାଇଁ ନୁହେଁ ପରା, ଆଜି ବି ଏହାର ପ୍ରାସଙ୍ଗିକତା ଅଛି। ନିଶ୍ଚୟ ଅଛି। ଆଜିର ଆଧୁନିକ ସମାଜରେ ଆମ ଚାରିପଟେ ଦେଖନ୍ତୁ, ଆଜି ବି ତ ଧର୍ମ ନାଁରେ, ଆଧ୍ୟାତ୍ମିକତା ନାଁରେ, ସମାଜ ସେବା ନାଁରେ, ଏମିତିକି ଅନଲାଇନ୍ରେ ବି କେତେ ଠକେଇ, କେତେ ଶୋଷଣ ଚାଲିଛି। ହଁ, ହୁଏତ ତାର ରୂପ ବଦଳି ଯାଇଛି, କୌଶଳ ବଦଳି ଯାଇଛି, କିନ୍ତୁ ମୂଳ କଥାଟା ସେଇଆ। ସେଇ ମଣିଷର ସରଳ ବିଶ୍ୱାସ, କାହା ପ୍ରତି ଅନ୍ଧଭକ୍ତି ଆଉ ସହଜରେ କିଛି ଗୋଟେ ପାଇଯିବାର ଲୋଭ, ଏସବୁକୁ ଚତୁର ଲୋକମାନେ ଆଜି ବି ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି। ସେଥିପାଇଁ ସବୁବେଳେ ସତର୍କ ରହିବା ଦରକାର, ପ୍ରଶ୍ନ ପଚାରିବା ଦରକାର, ନିଜର ବିଚାର ବୁଦ୍ଧି ଖଟେଇବା ନିହାତି ଜରୁରୀ। କିନ୍ତୁ ଗୋଟେ କଥା, ଯାହା ଲେଖକ ପୁରା ସ୍ପଷ୍ଟ କରିନାହାନ୍ତି, ସେଇଟା ମନ ଭିତରେ ରହିଗଲା। କୋଉ କଥା? ସେଇ ମୌନି ମାତାଙ୍କ କଥା। ସେ କ'ଣ ସତରେ ସେ ଗୁମାସ୍ତା ସହିତ ନିଜ ଇଚ୍ଛାରେ ପଡ଼ିଆସିଥିଲେ, ନା ତାଙ୍କୁ କିଛି ଲୋଭ ଦେଖେଇ ଅଣାଯାଇଥିଲା କିମ୍ବା ଅପହରଣ କରାଯାଇଥିଲା? ହଁ, ଏଇଟା ଗୋଟେ ବଡ଼ ପ୍ରଶ୍ନ। ତାଙ୍କର ସେ ଯୋଉ ନୀରବତା, ତା ପଛର ଅସଲ କାରଣ କ'ଣ ଥିଲା? ଗଳ୍ପ ଏ ବିଷୟରେ ଚୁପ୍ ରହିଛି। ହଁ, ଏହା ଶ୍ରୋତାମାନଙ୍କୁ ଚିନ୍ତା କରିବା ପାଇଁ ଗୋଟେ ପ୍ରଶ୍ନ ହୋଇ ରହିଲା। ନିଶ୍ଚୟ। ଆଶା କରୁଛୁ ଆଜିର ଏହି ଆଲୋଚନା ଆପଣମାନଙ୍କୁ ଭଲ ଲାଗିଥିବ। ଆଗାମୀ ଅଧ୍ୟାୟରେ ପୁଣି ଏକ ଓଡ଼ିଆ ଗଳ୍ପ କିମ୍ବା କୌଣସି ବିଷୟର ଏହିପରି ଗଭୀର ବିଶ୍ଳେଷଣ ନେଇ ଆସିବୁ। ଆପଣମାନେ ଯଦି କୌଣସି ନିର୍ଦ୍ଦିଷ୍ଟ ଓଡ଼ିଆ ଗଳ୍ପ ବା ବିଷୟରେ ଶୁଣିବାକୁ ଚାହାନ୍ତେ, ତେବେ ଆମକୁ କମେଣ୍ଟରେ ଜଣାଇପାରିବେ। ହଁ, ଆମେ ଚେଷ୍ଟା କରିବୁ ସେ ବିଷୟରେ ଆଲୋଚନା କରିବାକୁ। ଯଦି ଆମ କାର୍ଯ୍ୟକ୍ରମ ଭଲ ଲାଗୁଥାଏ, ତେବେ ଦୟାକରି ଆମ ଚ୍ୟାନେଲ ଅନୁରଣକୁ ଲାଇକ୍ କରନ୍ତୁ। ନିଜ ସାଙ୍ଗସାଥୀ, ପରିବାର ଲୋକଙ୍କ ସହିତ ସେୟାର କରନ୍ତୁ। ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯେତେ ଅଧିକ ସେୟାର କରିବେ, ଆମର ଏହି ଓଡ଼ିଆ ପ୍ରୟାସ ସେତେ ଆଗକୁ ଯିବ। ଆଉ ହଁ, ନୂଆ ଅଧ୍ୟାୟ ଆସିଲେ ତୁରନ୍ତ ସୂଚନା ପାଇବା ପାଇଁ ସେ ଯୋଉ ଘଣ୍ଟି ଚିହ୍ନ ବା ବେଲ୍ ଆଇକନ୍ ଅଛି, ତାକୁ ଦବାଇବାକୁ ଭୁଲିବେନି। ଠିକ୍ ଅଛି। ତାହେଲେ ଆଜି ପାଇଁ ଏତିକି। ଶୁଣିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ। ପୁଣି ଦେଖା ହବ। ନମସ୍କାର।